ତେବେ ବର୍ତ୍ତମାନର ବଡ଼ ଖବର ତ ଏବେ ଯାହା ସୂଚନା ମିଳୁଛି ରାଜ୍ୟରେ 1 କୋଟି ମହିଳାଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା। ଚାଲନ୍ତୁ ଜାଣିବା କେଉଁମାନଙ୍କ ଆକାଉଣ୍ଟକୁ ଆସିଛି ସୁଭଦ୍ରା ଟଙ୍କା। ଯଦି ଆପଣମାନେ ଜାଣିବାକୁ ଚାହୁଁଛନ୍ତି ତେବେ ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଚାଲନ୍ତୁ ଖବର ଉପରେ ନଜର ପକାଇବା। ସମାଜ ଡିଜିଟାଲ ଡେସ୍କ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ରାଜ୍ୟ ସରକାର ସୁଭଦ୍ରା ଯୋଜନାର ହିତାଧିକାରୀ ମହିଳାମାନଙ୍କୁ ଆକାଉଣ୍ଟକୁ ଦ୍ୱିତୀୟ କିସ୍ତି ଅର୍ଥ ଛାଡ଼ିଛନ୍ତି ବୋଲି କହୁଛନ୍ତି। ଗଞ୍ଜାମ ଜିଲ୍ଲାରେ ଶନିବାର ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଇଚ୍ ଟିପି ଏକକାଳୀନ ଟଙ୍କା ପଠାଇଛନ୍ତି। ପ୍ରାୟ 1 କୋଟି ମହିଳାଙ୍କ ଆକାଉଣ୍ଟକୁ 5,000 ଟଙ୍କା ଲେଖାଏଁ 5,000 କୋଟି ଟଙ୍କା ପ୍ରେରଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସମେତ ମନ୍ତ୍ରୀ ପରିଷଦର ସଦସ୍ୟ ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ। ତେବେ ଆପଣମାନେ ଯଦି ଚ୍ୟାନେଲରେ ନୂଆ କରିଥିବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ।